ଛାଡ଼ିଦେବି ମୁଁ ଖାଲି ତୋତେ ଭାବୁଛି। ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ସ୍ମରଣିକା ଆପଣମାନଙ୍କୁ ୱେଲକମ୍ କରିଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ନର୍ମାଲି ମର୍ଣ୍ଣିଂର ଫ୍ରେଶ୍ ଭିଡ଼ିଓକୁ ଆପଣମାନଙ୍କୁ ୱେଲକମ୍। ତ ସକାଳୁ ତାଙ୍କ ପାଇଁ ଚା କରିଦେଇଥିଲି, ଆଉ କାଲିର ପୁରୀ ଥିଲା ତ ସେଥିପାଇଁକା ତାଙ୍କୁ ଦେଇଦେଇଥିଲି ଆଣ୍ଡ ମୁଁ ବି ଖାଇ ଦେଇଥିଲି। ଆଉ ମୁଁ ଗାଧେଇକି ପଳେଇ ଆସିଲି, ଆଉ ମୋର ବି ଠାକୁର ପୂଜା ସରିଗଲାଣି। ତ ଦେଖିପାରୁଥିବେ ମୋର ଠାକୁର ପୂଜା ଆଜି ଫୁଲ ନାହିଁ, କାହିଁକିନା ଆପଣଙ୍କ ଭାଇନା ତରତରେ ଗଲେ ଆଉ ତୋଳି ନାହାନ୍ତି, ମୁଁ ତାପରେ ଚଢ଼ିକି ତୋଳି ପାରିବି ନାହିଁ। ତ ତାପରେ ମୁଁ ଆସିକି ଭାତ ବସାଇ ଦେଇଥିଲି, ମୋର ବି ଭାତ ହବା ହେଇଗଲାଣି। ତାପରେ ମୁଁ ପୁରା ଏଠି ଟିକେ ଷ୍ଟାଇଲ୍ ମାରିଥିଲି ଆପଣମାନଙ୍କ କତିରେ, ତ ଦେଖିପାରୁଥିବେ। ତ ମୁଁ ଟିକେ ଷ୍ଟାଇଲ୍ ନ ମାରିଲେ ମୋତେ କ'ଣ ହେବ, ତ ସମସ୍ତେ ନ ଫୁଲେଇ କଲେ କ'ଣ ହେବ। ତ ଏଠି ମୁଁ ସିମେଇ ବସାଇ ଦେଇଥିଲି, କାହିଁକିନା ମୁଁ ଖାଇବି ବୋଲି। ତ ସେଥିପାଇଁକା ଆଉ ବର୍ଷା ତ ଲାଗି ରହିଛି, ଆଉ ମୋର ଶୁଖୁନି, ତ ଦେଖିପାରୁଥିବେ କେମିତି ଭାବରେ ଶୁଖିବା ପାଇଁ ପଡ଼ୁଛି। ଆଉ ତା ସହିତ ଇଆଡ଼େ ବି ସିମେଇ ମୋର ହେଇ ଆସିଲାଣି। ତାପରେ ମୁଁ ଆସିକି ଟିକେ ଆଉ ଟିକେ ଷ୍ଟାଇଲ୍ ମାରିଦେଇଥିଲି। ତାପରେ ଦେଖିପାରୁଥିବେ ଟାଇମ୍ ଆସିକି କେତେଟା ବାଜିଛି। ତ ମୁଁ ବେଳାବେଳି ସକାଳୁ ଉଠିକି ଗାଧେଇ ପଡ଼େ, ତ ତାପରେ ଖାଇବା ପାଇଁ କରିଦିଏ। ତ ଏମିତି ବାସ୍ ମୋର ଡେଲି ଲାଇଫ୍ ଚାଲିଥାଏ। ଆଉ ଆପଣମାନଙ୍କ ତ ଡେଲି ଲାଇଫ୍ ଦେଖିବି ବୋଲି ତ ମୁଁ ଇଏ କରିଦିଏ। ତାପରେ ମୁଁ ଏଠି ଟିକେ ଆପଣମାନଙ୍କୁ ଦେଖାଉଥିଲି ଯେ ମୁଁ ଗାଧେଇ ପଡ଼ି ଆସିକି ମୋର କାମ ସବୁ ସାରିଲେଣି, ଆଉ ଆପଣମାନେ ଦେଖିପାରୁଥିବେ। ଆଉ ମୁଁ ଆପଣଙ୍କ ଭାଇନାଙ୍କ ଭିଡ଼ିଓ ବି ନେଇନି, ଆଉ ଏଠି ଦେଖିପାରୁଥିବେ ଟାଇମ୍ ଆସିକି ହେଇଗଲାଣି। ତାପରେ ମୁଁ ଏଠି ଯାଇକି ଭାତ ଗାଳିବା ପାଇଁ ପଳେଇଥିଲି। ଆଉ ଝିଅ ପିଲାଙ୍କର ଆମ ଝିଅମାନଙ୍କ ଜୀବନ ତ ଏଇଆ। ତ ରୋଷେଇ ତା ସହିତ ମାନେ ପରିବାର କେୟାର, ସ୍ୱାମୀଙ୍କ କେୟାର, ତ ସବୁ ଝିଅଙ୍କ ଲାଇଫ୍ରେ ଏମିତି ଥାଏ। ତ ମୁଁ ତ ଏଠି ଏଇ ପ୍ରଡ଼କ୍ଟଟା କିନ୍ତୁ ଭଲ ଆସିଛି। ଏଇଟା ଅନଲାଇନ୍ ନୁହଁ, ଅଫଲାଇନ୍। ଆମେ ରିଲାଏନ୍ସରୁ ଆଣିଥିଲୁ, ବଟ୍ ସେଇଟା ହିଁ ଭଲ ପଡ଼େ। ଆଉ ମୁଁ ଯେତେବେଳେ ଭାତ ଗାଳେ ନା, ତ ପାଣିକି ମାରି ଗାଳେ, କାହିଁକିନା ଯାହା ବି ହେଲେ ଗରମଟା ରହୁଛି, କାଳେ ତା ପାଇପ୍ଟା ନଷ୍ଟ ହେଇଯିବ। ତ ସେଥିପାଇଁକା ଥଣ୍ଡା ପାଣି ଆଣ୍ଡ ପ୍ଲସ୍ ଗରମ ପାଣି ମିଶିଗଲେ ଆଉ କିଛି ବି ଖରାପ ହେବନି। ସେଥିପାଇଁକା ମୁଁ କରେ। କେଉଁମାନେ ଏମିତି କରନ୍ତି ଆପଣମାନେ ନିହାତି କମେଣ୍ଟ ବକ୍ସରେ କମେଣ୍ଟ କରିବେ। ଆଉ ମୁଁ ତ ଏଠି ପୁରା ଲାଗି ପଡ଼ିଥିଲି ଭାତ ଗାଳିବାରେ। ତାପରେ ଭାତ ଗାଳି ସାରିଲା ବେଳକୁ ମୋର ଅଲରେଡ଼ି ସିମେଇ ହେଇଯାଇଥିଲା। ତ ମୁଁ ଭାବିଲି ଟିକେ ତାକୁ ସିମେଇ କରିଦେଇକି ମୁଁ ଏଠି ସ୍ପିଡ଼୍ ଭିଡ଼ିଓ କରିଦେଇଛି, କାହିଁକିନା ଆପଣମାନେ ଏତେ ଟାଇମ୍ ଭିଡ଼ିଓ ତ କିଛି ନାହିଁ, ବାସ୍ ଖାଲି ନର୍ମାଲ୍। ତ ଏଠି ମୁଁ ଆଳୁ, ଟମାଟର, ପିଆଜ କାଟିଥିଲି। ମୋତେ କାହିଁକିନା ଖଟା ମଟା ଜିନିଷ ଖାଇବା ପାଇଁ ମାନେ ଟିକେ ଭଲ ଲାଗୁଛି। ତ ଯେମିତି ଖାଇବା ପାଇଁ ଇଚ୍ଛା ହେଉଛି ସେମିତି ଖାଇଦେବାର ଅଛି। ତ ତରକାରୀ କରିଥିଲି, ତ ଖଟା ଖଟା ଟାଇପ୍ର ଲାଗୁଥିଲା। ତ ଏଠି ତ କରିଦେଇଥିଲି, ଆଉ କାଟିକି ଥୋଇ ଦେଇଥିଲି। ରୋଷେଇ କରିଥାନ୍ତି, ବଟ୍ କ'ଣ କରିବେ, ଆପଣମାନେ ଆଗକୁ ଦେଖିବେ। ଚାଲନ୍ତୁ। ତ ଏଠି ମୋର ସିମେଇ ହେଇଯାଇଥିଲା, ମୁଁ ତାକୁ କାଢ଼ିକି ଥୋଇ ଦେଇଥିଲି। ବହୁତ ସ୍ପିଡ଼ ହେଇଯାଇଛି ମୋ ହାତ। ନା, ମୁଁ ସ୍ପିଡ଼ କରିଦେଇଛି ଭିଡ଼ିଓକୁ। ତ ଏଠି ମୋର ଆଳୁ କଟାକଟି ସରିଲା, ପିଆଜ କଟାକଟି ଆଣ୍ଡ ଟମାଟର କଟାକଟି, ତ ସବୁକିଛି। ତ ଆଳୁ ଏବେ ବଡ଼ ବଡ଼ ଆଳୁ ଆପଣଙ୍କ ଭାଇନା ନେଇ ଆସୁଛନ୍ତି। ସିଏ କ'ଣ ହେଉଛି ନା, ତା ଭିତରେ ମାନେ ଫମ୍ପା ପଡ଼ୁଛି। ମୁଁ ତାଙ୍କୁ ଯେତେ ବି କହୁଛି କି ନା, ମୁଁ ତ ମାର୍କେଟ ଯାଇପାରୁନି, ମୁଁ ତ ଏଇଠି ଖାଲି ନେଇ ଆସିଛି। ତ 1 ନମ୍ବର ହାଟକୁ ଗଲେ ଯାଇକି ଆଣିବି, ତ ଆଣିପାରୁନି। ତ ଏଠି ଅଳିଆ ମୁଁ ରଖିଦେଇଥିଲି, ଆଉ ବି ଆଉ ତାକୁ କାଢ଼ି ଦେଇଥିଲି, କାହିଁକିନା ପୁରା ମୁଁ ଏତେ ସମୟ ଆଡ଼େ କଲାବେଳକୁ ସାଡ଼େ ପୁରା ସେ ପୁରା ଟାଣ ହେଇଗଲାଣି। ତ ତାପରେ ମୁଁ ପଳେଇ ଆସିଥିଲି ଖାଇବା ପାଇଁକା। ତ ଆକ୍ଚୁଆଲି କହିବାକୁ ଗଲେ ମୁଁ ସବୁଦିନ ସିମେଇ ବନାଏ, ବଟ୍ ଆଜି କିଛି ନିଆରା ଥିଲା। ମୁଁ ବି ଜାଣିନି କ'ଣ ପାଇଁ, କିନ୍ତୁ ଆଜି ବହୁତ ଭଲ ଲାଗୁଥିଲା। ତ ମୁଁ ସିମେଇ ଆଉ ସୁଜି ଖାଇବା ଏତେ ଭଲ ପାଏନି। ଉପମା ହେଲେ ଖାଇବି, କିନ୍ତୁ ଏବେ ଏମିତି କଣ୍ଡିସନ୍ ହେଇଯାଇଛି, ସବୁ ଚେଞ୍ଜ ହେଇଯାଇଛି ଖାଇବା ପ୍ରଣାଳୀ। ତ ଭଲ ହିଁ ଲାଗୁଥିଲା, ତ ମୁଁ ଖାଇଦେଲି। ମାନେ 8:30 ବେଳଠାରୁ ଗାଧୁଆଠାରୁ ଆରମ୍ଭ କରି ଠାକୁର ପୂଜା ଯାଏଁ, ରୋଷେଇ ଭାତଠାରୁ ଆରମ୍ଭ କରି ସିମେଇ ଯାଏଁ ସରିଗଲା।
ଭାବିଲି ଏତେ ବେଳାବେଳି ନଖିଖିଆ କରିବି କାହିଁକି, ଆଉ ଶୋଇପଡ଼େ, ଶୋଇକି ଉଠିଲେ କରିବି। ମୁଁ ଫୋନ୍ ଦେଖୁଥିଲି ତ ଆମ ପୁରୀର ମହାରାଜଙ୍କର କିଛି ଟେଲିକାଷ୍ଟ ମାନେ ଯେଉଁ ନ୍ୟୁଜ୍ ଚ୍ୟାନେଲ୍ ଟେଲିକାଷ୍ଟ କରୁଥିଲି ସେ ଦେଖିକି 8:30 ଠାରୁ ଆସିକି ହେଲାଣି 10ଟା ଯେ 5 ମିନିଟ୍ ଅଛି। ତ ତାକୁ ରାଜାଙ୍କର ଦେଖୁଥିଲି, ତାପରେ ମା ଲକ୍ଷ୍ମୀଙ୍କର ଯେଉଁ ମୌନ ମାନେ ରାଗିବାର ଅଭିମାନ କେମିତି ଆମ ପ୍ରଭୁ ଜଗନ୍ନାଥ ଭାଙ୍ଗିଲେ ସେଇଟା ବି ଦେଖୁଥିଲି। ତ ଆସିକି ହେଲାଣି 10ଟା ହେଲାଣି, ଆଉ କ'ଣ ଶୋଇବି, ଯାଉଛି ରୋଷେଇ କରିଦେବି, ତାପରେ ଶୋଇପଡ଼ିବି। ଆଉ ମୁଁ ବି ସେତେବେଳେ ଖାଇଥିଲି, ତାପରେ ଅଇଛା ବି ମୋତେ ଭୋକ କଲା ଖାଇଦେଲି ସେଇ ସିମେଇ। କାହିଁକିନା ଏତେ ଭେରାଇଟି କରିବା ପାଇଁ ମାନେ ଇଏ ନାହିଁ, ପେସେନ୍ସ ନାହିଁ, ତ ସେଥିପାଇଁ ବହୁତ କରିଦେଇଥିଲି। ବହୁତ ଏତିକି ଅଳ୍ପ ଅଳ୍ପ ଖାଏ, କିନ୍ତୁ 10 ଥର ଭୋଗ କରେ, ତ ସେଥିପାଇଁ ମୁଁ ବହୁତ କିଣା କରିଦେଇଥିଲି 2-3 ଥର ଖାଇବି ବୋଲି। ତ ଏବେ ତ ମୁଁ ଖାଇସାରିଲିଣି, ତ ଯାଉଛି ରୋଷେଇ କରିଦେବି, ରୋଷେଇ କରିକି ଶୋଇପଡ଼ିବି ଆଉ। ତ ଏମିତି କିଛି, ଆଉ ସେ ତ ଡ୍ୟୁଟି ଯାଇଛନ୍ତି, ତ ଆସିବି ଯାଇକି 4ଟା-5ଟା ବେଳକୁ। ତାଙ୍କର ତ ଡ୍ୟୁଟି ଟାଇମ୍, ତ ବର୍ଷା ହେଉଛି, ତ ଭଲ ଲାଗୁନି, ଏମିତି ଅବାଗିଆ ଲାଗୁଛି। ଘର ଭିତରେ ଅଛି, ରୁମ୍ ଭିତରେ ଅଛି, ବଟ୍ ବର୍ଷା ରାତି ସାରା ବର୍ଷା ହବ। ଦିନରେ ବର୍ଷା ନଥାଏ, ବଟ୍ ଆଜି ଦିନରେ ହେଇଛି। ଆଉ ଏଇ ବର୍ଷା ହେଲେ ଆଉ ଶୁଖିବା ପାଇଁ ଭାରି ଅସୁବିଧା, ନହେଲେ କିଛି ନାହିଁ। ହଉ ଚାଲନ୍ତୁ ରୋଷେଇ କରିଦେଇକି ଶୋଇପଡ଼ିବା। ମୁଁ ସିନା ଆପଣମାନଙ୍କୁ କହିଲି ମୁଁ ରୋଷେଇ କରିଦେଇକି ଶୋଇପଡ଼ିବି, କିନ୍ତୁ ମୋତେ କେତେବେଳେ ଫୋନ୍ ଦେଖିକି ନିଦ ହେଇଯାଇଛି ମୁଁ ବି ଜାଣିନି। ତ ମୁଁ ତାପରେ ମା ଫୋନ୍ କଲା, ମା ଫୋନ୍ କରିବାରୁ ମୋ ନିଦ ଭାଙ୍ଗିଲା, ନହେଲେ ମୁଁ ବି ଶୋଇଥାନ୍ତି, ଲେଟ୍ ହେଇଥାନ୍ତା। ତାପରେ ମୁଁ ଉଠିଲି 12:30 ବେଳେ, ତ 12:30ରେ ଉଠିକି ମାନେ ରୋଷେଇ ଆରମ୍ଭ କଲି। ମାନେ ଯାହା ଭାତ ତ କରିଦେଇଥିଲି ଆଗରୁ, ଆଉ ଉଠିକି ରୋଷେଇ କଲି। ମା ଯଦି ମୋତେ ଡାକି ନଥାନ୍ତା ସତ କଥା ମୁଁ ଶୋଇଥାନ୍ତି ସେମିତି। ତାପରେ ନିଦ ଏତେ ଜୋରେ ହେଇଯାଇଥିଲା, ଆଉ ରାତିରେ ତ ପ୍ରାୟ ସମୟ ମାନେ ବାଥରୁମ୍ ଯିବା ପାଇଁ ପଡ଼ୁଛି, ଆଣ୍ଡ ରାତିରେ ଶୋଇବା ପାଇଁ ଆଗ ଶୋଇଲେ 2 ଘଣ୍ଟା ଖଣ୍ଡେ ବହୁତ ପେଟ ଟିକେ ଇଏ ହେଉଛି, ତ ଭାରି ଭଲ ଲାଗୁଛି, ତ ଶୋଇ ହେଉନି। ତ ଏମିତି ହେଇକି ଠିକ୍ସେ ଶୋଇ ହେଉନି। ଫିର୍ ମର୍ଣ୍ଣିଂରୁ ଉଠିକି ଆପଣଙ୍କ ଭାଇନାଙ୍କ ପାଇଁ ଖାଇବା ଚା ବନେଇକି ଦେବା ପାଇଁ ପଡ଼ୁଛି, ଆପଣଙ୍କ ଭାଇନା ଡ୍ୟୁଟି ଯାଉଛନ୍ତି। ତ ଏମିତି ହେଇକି ନିଦ ହେଉନି, ତ ସବୁବେଳେ ଅଭ୍ୟାସ ହେଇଗଲାଣି 9ଟା ବେଳେ 9:30 ବେଳେ ଶୋଇବା, 10ଟା ବେଳେ, ତ ନିଦ ଲାଗିଯାଉଛି। ଯଦି ଖଟ ଉପରେ ପଡ଼ିଯାଉଛି ନିଦ ଲାଗିଯାଉଛି। ତାପରେ ମୁଁ ଏଠି ରୋଷେଇ କରିକି ବି ମୁଁ ଯାଇକି ଚାଲିଥିଲି, କାହିଁକିନା ମୋତେ ଚାଲିବା ପାଇଁ ଡକ୍ଟର କହିଛନ୍ତି। ତ ମୁଁ ଏଠି ବସେଇ ଦେଇକି ଯାଇକି ସେପଟେ ଚାଲିଥିଲି, ବଟ୍ ସେ ଭିଡ଼ିଓ ମୁଁ ନେଇନି ଆପଣମାନଙ୍କର। ତ ମୋତେ ଖଟା ଜିନିଷ ଖାଇବା ପାଇଁ ଭଲ ଲାଗିଲା, ତ ଯେମିତି ଯାହା ଇଚ୍ଛା ହେଉଛି ତ ଖାଇବା ପାଇଁକା, ତ ଖାଇଦେଲା ପେଟ ପୁରିଗଲେ ଗଲା ସରିଲା। ଆଉ ଗୋଟେ କଥା ବି, ଏକାଟିଆ ରୋଷେଇ କରିବାକୁ ହିଁ ଭଲ ଲାଗେନି, ଆଉ କିନ୍ତୁ ଯାହା ଆଉ କ'ଣ କରିବା। ତ ମୁଁ ତ ଏକାଟିଆ ନୁହଁ, ମୋ ପେଟରେ ବି ବେବି ଅଛି, ତ ସିଏ ବି ଖାଇବ। ଆପଣଙ୍କ ଭାଇନା ଡ୍ୟୁଟି ପଳେଇଛନ୍ତି, ସିଆଡ଼େ ଖାଇବେ, ତ ମୁଁ ମୋର ଘରେ ବନଉଥିଲି, ମୁଁ ମୋର ଏକାଟିଆ ଖାଇବି ବୋଲି। ଆଉ ଏମିତି ସବୁ ଥିଲା ତ ଖାଇବା ପ୍ରଣାଳୀ। ତ ତାପରେ ମୁଁ ଏଠି ଅଳ୍ପ ଭିଡ଼ିଓ ନେଇଯାଇଥିଲି, ତ ଦେଖାଯାଉନି, ନାଲି ଅଂଶ ଆସୁଛି ବଟ୍ ଦେଖାଯାଉନି। ତ ଶୋଇପଡ଼ିଥିଲି, ଶୋଇକି ଉଠିକି ମୋର ମାନେ ନିଦ କେତେ ଲାଗିଯାଇଛି, ମୁଁ ଭାବୁଥିଲି ରୋଷେଇ କରିବି ବୋଲି, ବଟ୍ ନିଦ ଲାଗିଯାଇଛି, ଶୋଇପଡ଼ିଛି। ଆଉ ଶୋଇକି ଉଠିକି ତାକୁ ଫେର୍ ତରକାରୀ କଲି, ଆଉ ତାପରେ ଖାଇବା ଭିଡ଼ିଓ ଖାଲି ଟିକେ ନେଇଯାଇଛି। ଆଉ ଭୋକ ଏତେ ଜୋର କଲା ଯେ ବାନ୍ତି ମାଡ଼ି ଆସିଲା।
ତ ମୁଁ B2 ବନେଇବା ପାଇଁ ବି ହେଲାନି। ତ ଏବେ ଆଉ ତ ନିଦ ମାଡ଼ିବନି କାହିଁକିନା ସେତେବେଳେ ଶୋଇପଡ଼ିଛି ଘଣ୍ଟେ 2 ଘଣ୍ଟା ନିଦ ମାଡ଼ିବନି, ଏମିତି ଖାଲି ମୋବାଇଲ୍ ଦେଖିବା କଥା। ତ ଆପଣଙ୍କ ଭାଇନା ଯାଇ 4ଟା 5ଟା ବେଳକୁ ଆସିବେ, ଆସିଲେ କ'ଣ ଖାଇବେ କି କ'ଣ କରିବେ ସେତେବେଳକୁ। ତ ଏମିତି ଡେଲି ଲାଇଫ୍ ଚାଲିଛି, ଆପଣଙ୍କ ସହିତ ଭାବିଲି ସେୟାର୍ କରିଦେବି। ତ 4ଟା ବେଳ ହେଇଯାଇଥିଲା, ତ ଇଏ ଆସିନଥିଲେ। ମୁଁ ଭାବିଲି ମୋର ଘର ଦ୍ୱାର ଓଳେଇକି ସବୁ କାମ ସାରିଦେବି। ତ ମୁଁ ଏଠି ବସିକି ଘର ଦ୍ୱାର ଓଳେଇ ଦେଇଥିଲି। ଆଉ ମାନେ କ'ଣ କହିବି, 2ଟା ତ ରୁମ୍, 2ଟା ନା 1 ତ ରୁମ୍, ତ କାମ ସାରିଦେଲେ ଗଲା ସରିଲା। ଆଉ ମୋର ତ ସମସ୍ତେ କି ମେକଅପ୍ ନେଇକି ରହୁଥିବେ, ବଟ୍ ମୁଁ ଏ ଟାଇମ୍ରେ ମେକଅପ୍ ନେବାକୁ ହିଁ ଇଚ୍ଛା ହଉନି। ମେକଅପ୍ ନେବି ତ ଦୂରର କଥା। ତ ଏମିତି ମୋର ତ ଡେଲି ରୁଟିନ୍ ଚାଲିଛି, ଆପଣମାନଙ୍କ କତିକି ଆଣିବି ବୋଲି ତ ଡେଲି ରୁଟିନ୍ କରିଦେଲି। ତାପରେ ମୋର ଡ୍ରେସ୍ ପଟା ବାହାରେ ପଡ଼ିଥିଲା, ତ ତାକୁ ନେଇ ଆସିଲି ତୋଳିକି। ତ କ'ଣ କରିବି, ଆପଣମାନେ ତ ଜାଣିଛନ୍ତି ବର୍ଷା ହେଉଛି ଯେହେତୁ ତ ଶୁଖୁନି, ତ ତାକୁ ମୁଁ ଶୁଖେଇ ଦେଇଥିଲି। ତାପରେ ଆଇଁଷ ହେଇଥିଲା ତ ତାକୁ ବି ଧୋଇ ଦେଇଥିଲି। ତ ଇଏ ସେତେବେଳେ ପଳେଇ ଆସିଥିଲେ, ମୋତେ ଭୋକ ଜୋରରେ କରୁଥିଲା, ମୋ ପାଇଁ ସିଙ୍ଗଡ଼ା ନେଇକି ଆସିଥିଲେ। ତ ମୁଁ କହିଲି ଯାହା ବି ପାଅ ମୋତେ ନେଇକି ଆସ, ମୁଁ କିଛି ମୋର ବଳ ହିଁ ପାଉନି ମୁଁ ରୋଷେଇ କରିବା ପାଇଁକା, ତ ତା ବୋଲି ନେଇକି ଆସ। ତ ମୋ ପାଇଁ ସିଙ୍ଗଡ଼ା ନେଇକି ଆସିଥିଲେ, ମୁଁ ତାର କିଛି ଭିଡ଼ିଓ ନେଇଯାଇଥିଲି। ତ ମୁଁ ଏଠି ଠାକୁର ସନ୍ଧ୍ୟା ଦେଇ ଦେଇଥିଲି। ଆଉ ସନ୍ଧ୍ୟା ଦେଇ ସାରିଲା ପରେ ତାଙ୍କ ପାଇଁ ଚା କରିବି। ଆଉ ସିଏ ପୁରା ନିଘୋଡ଼ ହେଇଯାଇଛନ୍ତି, ଆଉ ପୁରା ନିଘୋଡ଼ ବୋଲେ ଶୋଇପଡ଼ିଛନ୍ତି। ମୁଁ ତାଙ୍କର କିଛି କ୍ଲିପ୍ ନେଇଯାଇଛି। ତ ଏଠି ମୁଁ ଡେଲି ସନ୍ଧ୍ୟା ଦେଇ ସାରିଲା ପରେ ଚାଲେ, ତ ଏଠି ମୁଁ ଚାଲୁଥିଲି। ଆଉ କାହିଁକିନା ଡକ୍ଟର କହିଛନ୍ତି ଚାଲିବା ପାଇଁକା, ଏମିତି 10-15 ଥର ତ ଚାଲେ। ଦିନକୁ 2 ଥର ଚାଲେ। ତ ଥରର ଭିଡ଼ିଓ କରିଛି। ଇଏ ତ ପୁରା ନିଘୋଡ଼, ତ ଇଏ ପୁରା ନିଘୋଡ଼ ହେଇଯାଇଛନ୍ତି, ଶୋଇ ପଡ଼ିଛନ୍ତି। ମୁଁ ତାପରେ ତାଙ୍କ ପାଇଁ ଚାହା ବସାଇ ଦେଇଥିଲି, କାହିଁକିନା ସେ ଚାହା ଉଠିଲେ ପିଇବେ। ତ ସେ ଖାଇନଥିଲେ ସିଙ୍ଗଡ଼ା ଯେହେତୁ, ତାପରେ ସିଙ୍ଗଡ଼ା ସହିତ ଚାହା ବି ଦେଇଦେଲି ଖାଇବା ପାଇଁକା। ତ ସେ ପଳେଇଥିଲେ ବାହାରକୁ, କ'ଣ କାମ ଥିଲା। ମୁଁ ଏଠି ଭାତ ଥିଲା, ମୁଁ ଡାଲି ଏଠି ବସାଇ ଦେଇଥିଲି, ଆଳୁ ପକାଇ ଦେଇଛି, କାହିଁକିନା ଆଉ ଗୋଟେ ଜିନିଷ କରିବାର ଅଛି। ତ ଇଚ୍ଛା ହେଲା କ୍ଷୀରି ଖାଇବା ପାଇଁ। ତ ମୁଁ କେବେ କ୍ଷୀରି କରିନି ଅବଶ୍ୟ, ବଟ୍ ମାନେ କ'ଣ ଟ୍ରାଏ କରିବି। ତ ସେଥିପାଇଁ ଏତେ ସବୁ ଆଇଟମ୍ କରିବା ପାଇଁ ମୋତେ ସକ୍ଷମ ହେଉନା। ତ ବସେଇଛି, ସେ ଆଇଲେ ଫେର୍ କହିବେ କ'ଣ କରିବା ପାଇଁ। ମୁଁ ତ ମୋ ଅନୁସାରେ ବସେଇ ଦେଇଛି। ମୋତେ କିନ୍ତୁ କହିଦେଇଛନ୍ତି ଡାଲମାଟା ଖାଲି ବସେଇବା ପାଇଁ, ଡାଲି। ତ ଆଳୁ ସିନା ମୁଁ ପକାଇ ଦେଇଛି, କିନ୍ତୁ ଫେର୍ ଆସି କ'ଣ କହିବେ ତାଙ୍କର। ତ ମୁଁ କ୍ଷୀର ତ ସବୁବେଳେ ଆସେ ମୁଁ ପିଇବା ପାଇଁ। ତ ଚାଲନ୍ତୁ, କ୍ଷୀରି କେମିତି ହୁଏ ତ ମୁଁ ଜାଣିନି, ବଟ୍ ଟ୍ରାଏ କରିବା। ତ ଏଠି ଡାଲି ବସିଯାଇଛି, ସେଠି ଭାତକୁ ଗରମ କରିଦେବା ପାଇଁ ଥୁଆ ହେଇଛି। କାହିଁକି ଆମର ଟିକେ ଭାତ ଗରମ ହୁଏନି, କାହିଁକିନା ଆପଣଙ୍କ ଭାଇନା ଖାଇବେନି। ତ କିନ୍ତୁ ମୁଁ କହିଲି ମୋ ଦେହ ଟିକେ ଭଲ ନାହିଁ, ଝିଅ ଟିକେ କହିଦେଲି ମୋ ଦେହ ଭଲ ଲାଗୁନାହିଁ, ତ ମୁଁ ସେଥିପାଇଁ ମୁଁ କରିଦେଇଛି। ତ ଏଠି ମୋର ଡାଲି ତ ହେଇଗଲାଣି, ତାପରେ ଆଳୁ ସନ୍ତୁଳା ବି କରିଦେଇଥିଲି, ଆଉ ତାପରେ ଏଠି ଭାତ ବି ଗରମ କରିଦେଇଛି, ସବୁ ହେଇଗଲା। ତାପରେ କ୍ଷୀରି କରିବା ପାଇଁକା ମୁଁ ଏଠି ଚାଉଳକୁ ଧୋଇ ଦେଇ ରଖିଦେଇଥିଲି। ଡାଲି ସରିଗଲା, ସନ୍ତୁଳା ସରିଗଲା, ଭାତ ଗରମ କରିଦେଲି,
बस बाकी रहा क्षीर आने क्षीर खीरी हम प्लस क्षीर गरम पीवाई शेष भल आसनी कैमेरा तो आमर एठी पानी मो बटल पूरे कहीं आप भाईना ग्लास रे पीबेनि बटल आनी पीबे से कहीं कष्ट पानी सब बटल पूरे एमती थोई दिए आ मत भी सुविधा हुए मु पानी दिन को 4-5 लिटर पीवा कथा तो मुझे करे तो ये आप भाईना आउ गोटे रेसिपी बनिया मत डाकिदेले तो मुझे कहली मुझे तो ये कर खाऊँगी आड़े भी बसई ये तो तमें कौन कर ना क्षीर तमें कौन कर ना टे काटी दियो तो सी काटी देती मुझे क्षीर बसई देती तो ये भी क्षीरी बसई देती तो ये मोर क्षीरी प्रस्तुत हो जाइए आउ केमती निहाती कमेंट बॉक्स में निहाती कमेंट करेंगे आउ फास्ट टाइम पे करी तो एत भल हम बोली मुझे जान नी तो आउ टे हबार थिला तो से आपण भाईना क्लिप नहीं मुझे कौन गोटे करूँ सी जा क्लिप नहीं तो ये मोर रेसिपी बनी जाइए तो ये सारा आइटम तो आप भाईना तो न खाइले हेनी तो जदि वीडियो भल लगी लाइक शेयर सब्सक्राइब करे आ गोटे कथा मुझे क्लिप टे बुले बाले नहीं कहीं लोक समझ कहती ना रोसे आसुनी या तो मुझे सारा आइटम कर तो आपण मैंने कहे कि भल है कि ना आपण भाईना तो फोन रे बिजी तो रही टाटा बाय बाय नेक्स्ट वीडियो देखा लाइक शेयर सब्सक्राइब कर दे जय जगन्नाथ जय मसाला লাইক কর কমেন্ট কর ভিডিওটা ভাইরাল কর